ଆଜି ହେଉଛି ନିର୍ଜଳା ଏକାଦଶୀ ବ୍ରତ। ସମସ୍ତ ଏକାଦଶୀ ବ୍ରତ ମଧ୍ୟରୁ ସବୁଠାରୁ ଉତ୍କୃଷ୍ଟ ଏବଂ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଶାସ୍ତ୍ର ଅନୁସାରେ ଏହି ଗୋଟିଏ ଦିନ ପାଣି ଏବଂ ଖାଦ୍ୟ ବିନା ଉପବାସ ରଖିବା ଦ୍ୱାରା ବର୍ଷର ସମସ୍ତ 24ଟି ଏକାଦଶୀର ପୁଣ୍ୟ ଫଳ ମିଳିଥାଏ। ତେବେ ନିର୍ଜଳା ଏକାଦଶୀ ପାଳନ କଲେ କ'ଣ ଲାଭ ମିଳିବ? ଏହା ସମସ୍ତ ପ୍ରକାର ପାପର ବିନାଶ ହୁଏ। ଏହି ଉପବାସ ପ୍ରଭାବରେ ଅନେକ ଜନ୍ମରୁ ପାପ ଧୋଇ ହୋଇଯାଏ ଏବଂ ବ୍ୟକ୍ତି ପବିତ୍ର ହୋଇଯାଏ ବୋଲି ବିଶ୍ୱାସ କରାଯାଏ। ତେବେ ଧାର୍ମିକ ବିଶ୍ୱାସ ଅନୁସାରେ ଏହି ଦିନ ଉପବାସ କରୁଥିବା ଭକ୍ତଙ୍କୁ ମୃତ୍ୟୁ ପରେ ଯମଲୋକର ଯାତନା ସହିବାକୁ ପଡ଼େ ନାହିଁ ଏବଂ ସେ ସିଧାସଳଖ ବୈକୁଣ୍ଠ ଧାମକୁ ପ୍ରାପ୍ତ ହୁଅନ୍ତି। ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ସହିତ ବ୍ୟକ୍ତି ଜୀବନରେ ସୁଖ, ଶାନ୍ତି, ସୌଭାଗ୍ୟ ଏବଂ ଧନ ପ୍ରାପ୍ତ କରାଏ। ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ଉପବାସ ଶରୀରକୁ ପବିତ୍ର କରିଥାଏ ଏବଂ ଆତ୍ମନିୟନ୍ତ୍ରଣ ଏବଂ ଇଚ୍ଛା ଶକ୍ତିକୁ ସୁଦୃଢ଼ କରାଇଥାଏ। ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି ଯେ ଏହାକୁ ଭୀମସେନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। କିମ୍ବଦନ୍ତୀ କହେ ଯେ ମହାଭାରତ ଯୁଗରେ ଯେତେବେଳେ ଭୀମସେନ ଭୋକ ଏବଂ ତୃଷ୍ଣା ଯୋଗୁଁ ଅନ୍ୟ ଏକାଦଶୀର ଉପବାସ ପାଳନ କରିପାରିଲେ ନାହିଁ, ମହର୍ଷି ବ୍ୟାସ ତାଙ୍କୁ କେବଳ ନିର୍ଜଳା ଏକାଦଶୀ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଆଜିର ଟିପ୍ପଣୀ ରହୁଛି, ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି, ବୃଦ୍ଧ ବ୍ୟକ୍ତି କିମ୍ବା ଗର୍ଭବତୀ ମହିଳାମାନଙ୍କୁ ପାଣି ପିଇବା ନିବୃତ୍ତି ରହିବା ଆବଶ୍ୟକ ନାହିଁ। ସେମାନେ ଉପବାସ ପରି ସମାନ ପୁଣ୍ୟ ଅର୍ଜନ କରିବା ପାଇଁ ଫଳ କିମ୍ବା ପାଣି ଖାଇପାରିବେ। ଏକାଦଶୀର ଉପବାସ ସମୟରେ ଜଳ ଏବଂ ଦାନର ବିଶେଷ ମହତ୍ତ୍ୱ ରହିଛି। ଆଜି ହେଉଛି ଯାହାକି ରୁକ୍ମିଣୀ ହରଣ ବିବାହ ଉତ୍ସବ। ତେବେ ଆଜିର ଦିନରେ ମନେ ପକାଇବା ପାଇଁ ଭଗବାନ ଶ୍ରୀକୃଷ୍ଣ ବୀରତ୍ୱର ସହିତ ରାଜକୁମାରୀ ରୁକ୍ମିଣୀଙ୍କୁ ଅପହରଣ କରି ବିବାହ କରିଥିଲେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଦିନକୁ ପାଳନ କରିବା ଦ୍ୱାରା ବିବାହରେ ବାଧା ଦୂର କରିବା, ଆଦର୍ଶ ଜୀବନସାଥୀ ଖୋଜିବା। ତେବେ ଆଜି ଯାହାକି ଦେବୀ ରୁକ୍ମିଣୀ ମହାଲକ୍ଷ୍ମୀଙ୍କ ଅବତାରଙ୍କ ରୂପେ ପୂଜା କରିବା ଦ୍ୱାରା ଭକ୍ତମାନଙ୍କର ସବୁଠାରୁ ସୁସଙ୍ଗୀତ ଓ ସମର୍ପିତ ଜୀବନ ସାଥୀ ମିଳିଥାଏ। ତେବେ ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପର୍ବ ବିବାହରେ ବିଳମ୍ବ କିମ୍ବା ବାଧା ସୃଷ୍ଟି କରୁଥିବା ଦୁଃଖ, ଯେପରି ଅଶାନ୍ତ ସପ୍ତମ ଘରକୁ ଶାନ୍ତ କରିବା ପାଇଁ ଏହି ଉତ୍ସବଟି ଲକ୍ଷ୍ୟ ରଖାଯାଇଅଛି। ତେବେ ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ଉତ୍ସବ କୃଷ୍ଣ ଏବଂ ରୁକ୍ମିଣୀଙ୍କ ସହିତ କୃପାକୁ, ଶାନ୍ତି ଏବଂ ସମୃଦ୍ଧି, ବୈବାହିକ ସୁଖକୁ ଆକର୍ଷଣ କରିବା ପାଇଁ ଏହି ଯାହାକି ରୁକ୍ମିଣୀ ହରଣ ବିବାହ ଉତ୍ସବ ପାଳନ କରାଯାଇଥାଏ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ। ସବୁଦିନ ଭଳି ଆଜି ବି ନେଇ ଆସିଛି 25 ଜୁନ 2026 ର ଦୈନିକ ରାଶିଫଳ। ତେବେ ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ବୃହସ୍ପତି ଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତତ୍ସହିତ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁନ ମାସ 25 ତାରିଖ, ଓଡ଼ିଆ ଆଷାଢ଼ ମାସ 11 ଦିନ, ଗୁରୁବାର, ଶୁକ୍ଳ ପକ୍ଷ ଏକାଦଶୀ ତିଥି, ଯାହା ରାତ୍ରି 9:18 ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱାଦଶୀ ତିଥି ଆରମ୍ଭ ହେଉଛି। ଆଜି ସ୍ୱାତି ନକ୍ଷତ୍ର, ଯାହା ଅପରାହ୍ନ 6ଟା ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ବିଶାଖା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ତୁଳା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:06 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:27 ଆଜି ଯୁଗ୍ନି ରହିଛି ଅଗ୍ନି କୋଣରେ ରାତ୍ରି 9:18 ପରେ ଯୁଗ୍ନି ନୈಋତ୍ୟ କୋଣରେ ରହିବ।
ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଅପରାହ୍ନ 6ଟା ପରେ 1 ପାଦ ପୁଷ୍କର ଦୋଷ, ତାପରେ ରାତ୍ରି 9:18 ପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି ତତ୍ସହିତ ପଶୁହାନି। ଆଜି ଏକାଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ଶିମ୍ବ ତତ୍ସହିତ ପୋଇ ଭୋଜନ ନିଷେଧ ରହିଛି। ଆଜି ଏକାଦଶୀ ଯୋଗୁଁ ଫଳ ମଧ୍ୟ ନିଷେଧ ରହିଛି। ଆଜିର ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ଯାହା ଦିବା 8:53 ମଧ୍ୟ। ତେବେ ଆଜି ପିଠା ଓ ପାଣି ଗ୍ରହଣ କରିପାରିବେ, ସୀମାନ୍ତୟନ କରିପାରିବେ, ନାମକରଣ କରିପାରିବେ, ନିଷ୍କ୍ରାମଣ କରିପାରିବେ, ଅନ୍ନପ୍ରସନ୍ନ କରିପାରିବେ, ଚୂଡ଼ାକରଣ କରିପାରିବେ, କର୍ଣ୍ଣଭୂତ କରିପାରିବେ, ବିଦ୍ୟା ଆରମ୍ଭ କରିପାରିବେ, ଗ୍ରହ ଆରମ୍ଭ କରିପାରିବେ, ଗ୍ରହ ପ୍ରବେଶ କରିପାରିବେ, ଜଳାଶୟ ପ୍ରତିଷ୍ଠା, ଦେବତା ଗଠନ ଓ ତାର ପ୍ରତିଷ୍ଠା, ରୁଦ୍ର ପ୍ରତିଷ୍ଠା, ରୁଦ୍ର ପରେ ତରୁ ପ୍ରତିଷ୍ଠା, ନୌକା ଗଠନ, ଗୃହ ବାଣିଜ୍ୟ, ପୁଣ୍ୟାରମ୍ଭ, ନାଟ୍ୟାରମ୍ଭ, ଔଷଧୀକରଣ ଓ ସେବନ, ଆରୋଗ୍ୟ ସ୍ନାନ, ବୀର୍ଯ୍ୟୋପଣ, ବୃକ୍ଷରୋପଣ, ଧାନ ସ୍ଥାପନ, ନବବସ୍ତ୍ର ପରିଧାନ ତତ୍ସହିତ ସାଧ୍ୟ ଭକ୍ଷଣ କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 1:30 ରୁ ଅପରାହ୍ନ 6:27 ମଧ୍ୟ ରହିଛି ରାହୁ କାଳ, କାଳ ବେଳା ଏବଂ ବାର ବେଳା। ସେହିଭଳି ରାତ୍ରି 11:49 ରୁ ରାତ୍ରି 1:19 ମଧ୍ୟ ରହିଛି ଯାହାକି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 6:01 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:32 ରୁ ଦିବା 11:20 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା ଯାହାକି 7:10 ରୁ ରାତ୍ରି 9:54 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:20 ରୁ ରାତ୍ରି 2:15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଶେଷ ରାତ୍ରି 3:42 ରୁ ଶେଷ ରାତ୍ରି 5:06 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି, ଆଜି ବୃଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ରବି ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ବୁଧ, ବୃହସ୍ପତି ଏବଂ ଶୁକ୍ର ସଞ୍ଚରଣ କରୁଛନ୍ତି, ସିଂହ ରାଶିରେ କେତୁ ସଞ୍ଚରଣ କରୁଛନ୍ତି, ତୁଳା ରାଶିରେ ଚନ୍ଦ୍ର ସଞ୍ଚରଣ କରୁଛନ୍ତି, କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି ଏବଂ ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗ୍ରହର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ସ୍ୱାତି ନକ୍ଷତ୍ରରେ, ଯାହାକି ଗୁରୁବାରରେ। ତେବେ ଏହି ସ୍ୱାତି ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଠାରୁ ଦୂରତା ଅବଲମ୍ବନ କରିବେ ଜାଣିବା। ମେଷ ଠାରୁ ମୀନ ରାଶି ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଜାତ ବ୍ୟକ୍ତି ମାନଙ୍କ ପାଇଁ କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ ଯାହା ଆଜି ଆମେ ଜାଣିବା ଏହି ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ପୁରା ଦିନର ହାଲଚାଲ। ତେବେ ଯେଉଁମାନେ ମତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ କହି ରଖୁଅଛି ଯେ ସେମାନେ ସେମାନଙ୍କର ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯେଉଁମାନେ ରାଶିଫଳ ଜାଣିନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିର ରାଶିଫଳ ଦେଖିପାରିବେ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ଆଜି ଆପଣଙ୍କର ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି ମଧୁର ବାର୍ତ୍ତାଳାପ ସହିତ ଆପଣଙ୍କର ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ଆଜି ବ୍ୟବସାୟ କ୍ଷେତ୍ରରେ ଆଶା ଠାରୁ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ଉତ୍ତମ ଭୋଜନ ସହିତ ଶୟନ ସୁଖ ପ୍ରାପ୍ତ ଏବଂ ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟକୌଶଳ ନିଶ୍ଚିତ ଦୃଷ୍ଟି ଆକର୍ଷଣ କରିବ ଏବଂ କାର୍ଯ୍ୟ ପ୍ରଶଂସା ପାଇବେ। ତେବେ ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଅତି ଉତ୍ତମ ଯୁଗ ରହୁଛି ଏବଂ ଆପଣ ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଦେଲେ ନିଶ୍ଚିତ ସଫଳତା ପାଇବେ। ଆପଣ ନିଜର ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ନିଶ୍ଚିତ ଆଜି ଆପଣଙ୍କର କାର୍ଯ୍ୟକୌଶଳ ଅନ୍ୟକୁ ଦୃଷ୍ଟି ଆକର୍ଷଣ କରିପାରେ।
ତେବେ ମେଷ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ଆଜି ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଅର୍ଥ, ବେପାର ବାଣିଜ୍ୟ କ୍ଷେତ୍ରରେ ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ସହିତ ପୂର୍ବରୁ ଯଦି ରୋଗଜନିତ କିଛି ସମସ୍ୟା ଥିବ ତାକୁ ନିଶ୍ଚିତ ନାଶ କରିବାର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଆପଣଙ୍କର ଆୟ ଠାରୁ ବ୍ୟୟ କମ ରହିବ। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ଯଶ କୀର୍ତ୍ତି ଲାଭ ହେବ। ଆଜି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ। ପ୍ରେମ ଜଗତରେ ଆପଣଙ୍କର ମଧୁରତା ଅଧିକ ଦେଖାଦେବ, ଅର୍ଥାତ ଆପଣ ପ୍ରେମ ବାର୍ତ୍ତାଳାପ ପାଇଁ ଆଜି ଭାଗ୍ୟ ଆପଣଙ୍କୁ ସହଯୋଗ କରୁଛନ୍ତି। ଆଜି ସମସ୍ତ ପ୍ରକାର ସୁଖ ପ୍ରାପ୍ତ ସହିତ କମ୍ପିଟିସନ କ୍ଷେତ୍ରରେ ଶତ୍ରୁ ବିଜୟ ଯୁଗ ରହୁଛି। ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ପ୍ରଶଂସା ଯୁଗ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗ ସ୍ତରରେ ରହୁଛି। ଆଜି ଦୂରଯାତ୍ରା କରୁଥିଲେ ନିଶ୍ଚିତ ଲାଭ ହୋଇପାରେ। ତେବେ ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଧ୍ୟାନ ପୂର୍ବକ କରିଲେ ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ହଠାତ୍ ଆପଣଙ୍କର ଭାଗ୍ୟ ବୃଦ୍ଧି ହୋଇପାରେ। ନିଜର ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକୁ ସୁରୁଖୁରୁରେ କରିବେ। ତେବେ କାର୍ଯ୍ୟ ସଫଳତା ଆପଣଙ୍କ ବନ୍ଧୁ ବାନ୍ଧବଙ୍କ ଦ୍ୱାରା ହୋଇପାରେ ବା ସାଙ୍ଗସାଥୀଙ୍କ ଦ୍ୱାରା ଆପଣଙ୍କର ଶୀର୍ଷ ସ୍ଥାନରେ କାର୍ଯ୍ୟ ପହଞ୍ଚି ଯାଇପାରେ। ମନରେ ଶାନ୍ତ ଆସି ନ ପାରିଲେ ମଧ୍ୟ ନିଜର ସ୍ଥିରତା ବଳରେ ଆପଣ ସମସ୍ତ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହିବ। ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ଗୁଡ଼ିକ ସୁରୁଖୁରୁରେ କରିବେ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଜାଇ ରଖିବେ। ତେବେ ଦୂରଯାତ୍ରା କରୁଥିବା ସମୟରେ ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ଟିକେ ଧ୍ୟାନ ଦିଅନ୍ତୁ, କାରଣ ଛୋଟ ମୋଟ ବାଧା ଯୁକ୍ତ ରହୁଛି ଯାହା ପାଇଁ ଆପଣ ପୀଡ଼ିତ ହୋଇପାରନ୍ତି। ଏହା ପ୍ରତି ଟିକେ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଟିକେ ଆପଣଙ୍କୁ ବିଚଳିତ କରିପାରେ। ତେବେ ଆଜି ଯାହାକି ଆପଣ ଏହା ପ୍ରତି ସଚେତନ ରହିଲେ ବା ପ୍ରତ୍ୟେକ କାର୍ଯ୍ୟ ସ୍ଥିରତା ସହକାରେ କରିଲେ କୌଣସି ସମସ୍ୟା ଆସିବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ବାଧା ଯୁକ୍ତ ରହୁଛି, ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ବିଶେଷ କରି ପରିବାର ବର୍ଗ ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ଭାଗ୍ୟ ଅସ୍ଥିରତା ଦେଖାଦେବ। କଳହ ଯୁକ୍ତିତର୍କ ଭିତରେ ଜଡ଼ିତ ରହିବେ, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ବେପାର ବାଣିଜ୍ୟରେ କର୍କଟ ରାଶି ବ୍ୟକ୍ତି ଅନେକ ପ୍ରକାର ସମସ୍ୟା ଆସିବ ବା ଅର୍ଥନାଶ ଯୁଗ ରହୁଛି। ତେଣୁ କର୍କଟ ରାଶି ବ୍ୟକ୍ତି ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରନ୍ତୁ, ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ତେବେ କର୍କଟ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ଆଜି ସକଳ ପ୍ରକାର କାର୍ଯ୍ୟହାନି ଯୁଗ ରହୁଛି, ତେଣୁ ଦୂରଯାତ୍ରା ଆଜି କୌଣସି ଜାଗାକୁ ନ ଗଲେ ଆପଣଙ୍କ ପାଇଁ ଭଲ ହୋଇପାରେ। ତେବେ କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ପୀଡ଼ା ଉପଭୋଗ କରିପାରନ୍ତି, ଅର୍ଥାତ୍ ପୂର୍ବରୁ ଯଦି ସମସ୍ୟା ଥିବ ଆହୁରି ବିଚଳିତ କରିପାରେ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଅଫିସ ଜନିତ କାର୍ଯ୍ୟ ଶିକ୍ଷାର୍ଥୀ ମାନଙ୍କର ଏବଂ ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି। ତେବେ କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଅତି ଉତ୍ତମ ଯୁଗ ରହୁଛି। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ।
ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ଆପଣ ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ଭାଗ୍ୟ ଚମତ୍କାର ରହୁଛି। ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଦୃଷ୍ଟି ଆକର୍ଷଣ ହୋଇ ଉପରସ୍ଥ କର୍ମଚାରୀ ପ୍ରଶଂସା କରିବେ ଏବଂ କାର୍ଯ୍ୟରେ ମଧ୍ୟ ସହଯୋଗ ମିଳିବ। ତେବେ ଆଜି ସିଂହ ରାଶି ବ୍ୟକ୍ତି ବିଶେଷ କରି ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଅତି ଉତ୍ତମ ଯୋଗ ରହୁଛି। କମ୍ପିଟିସନ କ୍ଷେତ୍ରରେ ଭାଗ ନେଲେ ନିଶ୍ଚିତ ଆପଣ ସଫଳତା ପ୍ରାପ୍ତ କରିବେ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ସକଳ ପ୍ରକାର କାର୍ଯ୍ୟସିଦ୍ଧି ଯୋଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ କରିବେ। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ଆଜି ସିଂହ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ସକଳ ପ୍ରକାର କାର୍ଯ୍ୟସିଦ୍ଧି ଯୋଗ ରହୁଛି। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ମାନସିକ ସ୍ତରରେ ଏବଂ ସ୍ୱାସ୍ଥ୍ୟଗତ ସ୍ତରରେ ମଧ୍ୟ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ତେବେ ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ଯାହାକି ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ମାନସିକ ଅଶାନ୍ତି ପରିବେଶ ରହିପାରେ। ନିଜ ଲୋକ ପରିଜନଙ୍କ ସହିତ ଆପଣଙ୍କର ମତଭେଦ, ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଅନେକ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟଚାପ ବଢିବା ସହିତ କାର୍ଯ୍ୟରେ ସହଯୋଗ ମିଳିବା ଭାରି କଷ୍ଟକର। ତେଣୁ କନ୍ୟା ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ ସାବଧାନ ସହକାରେ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଯେକୌଣସି ନିଷ୍ପତ୍ତି ନେଲେ ସେ କାର୍ଯ୍ୟ ଆପଣଙ୍କର ବିଫଳତା ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଖରାପ କାର୍ଯ୍ୟ ଆଡକୁ ଅଧିକ ଆକୃଷ୍ଟ ହୋଇପାରନ୍ତି। ତାହା ପ୍ରତି ଦୂରତା ଅବଲମ୍ବନ କରନ୍ତୁ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ପାଠ ହାନି ଯୋଗ ରହୁଛି ବା ପାଠ ପଢାରେ ଅବହେଳା କରିପାରନ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ବେପାର ବାଣିଜ୍ୟରେ ଅର୍ଥନାଶ ଯୋଗ ରହୁଛି। ତେଣୁ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରନ୍ତୁ, ତେବେ ଯାଇ ଆପଣ ଲାଭ ଆଡକୁ ଅଗ୍ରଗତି କରିବେ। ଆଜି କନ୍ୟା ରାଶି ବ୍ୟକ୍ତି ଦୂରଯାତ୍ରା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟସିଦ୍ଧି ଯୋଗ ରହୁଛି। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଆଜି ପ୍ରତ୍ୟେକ କାର୍ଯ୍ୟ ସଫଳତା ସହକାରେ କରିପାରିବେ। ଅଫିସ ଜନିତ କାର୍ଯ୍ୟରେ ଆପଣ କାର୍ଯ୍ୟ ପ୍ରଶଂସା ପାଇବେ ବା ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ଆପଣ ସଫଳତା ପାଇବେ। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ପାଠ ପଢାରେ ସହଯୋଗ ମିଳିବ ଏବଂ ପାଠ ପଢାରେ ମନ ଲାଗିବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ କରିବେ। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ଆଜି ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ। ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ସମ୍ପର୍କ ନିଶ୍ଚିତ ଉନ୍ନତ ହବ। ତତ୍ସହିତ ଆଜି ପ୍ରେମ ଜଗତରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ ସହିତ ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଭାଗ୍ୟ ଆପଣଙ୍କୁ ସହଯୋଗ କରୁଛନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ ନିଶ୍ଚିତ କାର୍ଯ୍ୟ ସିଦ୍ଧି ଯୋଗ ବନଉଛି। ଆଜି ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ସ୍ଥିରତା ରହିବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରିଲେ ଆପଣଙ୍କର କାର୍ଯ୍ୟ କୌଣସି ଅସୁବିଧା ହେବ ନାହିଁ। ସୁଖ ଶାନ୍ତି ବଜାୟ ରହିବ। ମାନ ସମ୍ମାନ ରାଜନୈତିକ ସାମାଜିକ କ୍ଷେତ୍ରରେ ବୃଦ୍ଧି ହେବ। ଶୁଭ କାର୍ଯ୍ୟ ପାଇଁ ଭାଗ୍ୟ ଆପଣଙ୍କୁ ନିଶ୍ଚିତ ସାଥ ଦେବ। ଧାର୍ମିକ କାର୍ଯ୍ୟ ପାଇଁ ଆଜି ନିଶ୍ଚିତ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ବିଛା ରାଶି ବ୍ୟକ୍ତି ଧ୍ୟାନ ମାର୍ଗ ବା ଆପଣ କିଛି ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଆପଣଙ୍କର ମନ ସଦାବେଳେ ଆଗକୁ ବଢିବ। ଆପଣ ହଠାତ୍ ଭୂମି ଗାଡି ପ୍ରତି ଅଧିକ ଆକୃଷ୍ଟ ବଢିବ ବା ସେଇ ସମ୍ବନ୍ଧରେ ଯୋଉ କାର୍ଯ୍ୟ କରୁଛନ୍ତି ବା ସେଇ ଜିନିଷ ଆଣିବା ପାଇଁ ଯୋଉମାନେ ଯୋଜନା କରିଛନ୍ତି ଆଜି ଭାଗ୍ୟ ଆପଣଙ୍କୁ ସାଥ ଦଉଛି। ତେବେ ଅଫିସ ଜନିତ କାର୍ଯ୍ୟରେ ନିଶ୍ଚିତ କାର୍ଯ୍ୟ ସହଯୋଗ ମିଳିବ ଏବଂ ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ପାଠ ପଢାରେ ଧ୍ୟାନ ସହକାରେ କରନ୍ତୁ, ତେବେ ଯାଇ ପାଠ ନିଶ୍ଚିତ ମନ ଲାଗିବ। ତେବେ ବିଛା ରାଶି ବ୍ୟକ୍ତି
ଆଜି ବ୍ୟବସାୟ କ୍ଷେତ୍ରରେ ଆଶା ଅନୁସାରେ ଟିକେ ଲାଭ ମିଳିବା କଷ୍ଟକର, ତେଣୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ ସୁଚିନ୍ତିତ ସହକାରେ କରନ୍ତୁ। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ବିଛାରା ଆସିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଟିକେ ପଡିବ, ତତ୍ସହିତ ଆଖି ଜନିତ ସମସ୍ୟା ଯାହାର ଥିବ ଅଧିକ ବିଚଳିତ କରିପାରେ। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ସିଦ୍ଧି ଯୋଗ ରହୁଛି। ଆଜି ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ତେବେ ଧନୁରାଶି ବ୍ୟକ୍ତି ଆଜି ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ଦେଣ ନେଣ ପାଇଁ ଭାଗ୍ୟ ଆପଣଙ୍କର ଚମତ୍କାର ଯୁଗରେ ରହିଥିବାରୁ ଆଜି ଆପଣ ଧାର ଉଧାର ସହିତ ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁରାଶି ବ୍ୟକ୍ତି ଆଜି ପରିବାର ସୁଖ ଯୁଗ ରହୁଛି, ଯାହାକି ପୁତ୍ର ବା ପତ୍ନୀଙ୍କ ସହିତ ଭଲ ସମ୍ପର୍କ ରହିବ। ମହତ୍ୱାକାଂକ୍ଷୀ କାର୍ଯ୍ୟ ପୂର୍ଣ୍ଣ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ବିଶେଷ କରି ସ୍ୱାମୀ ବା ସ୍ତ୍ରୀଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସିଦ୍ଧି ଯୁଗ ବନଉଛି। ଆଜି ଯାହାକି ଧନୁରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ଜଗତରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ ଅଧିକ ରହିବ ବା ନୂତନ ପ୍ରେମ ପାଇଁ ଆଜି ଭାଗ୍ୟ ଆପଣଙ୍କୁ ସହଯୋଗ କରୁଛନ୍ତି। ତତ୍ସହିତ ଧନୁରାଶି ବ୍ୟକ୍ତି ଆଜି ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ପର୍କ ବଜାୟ ରହିବ। ଆଜି ଦୂରଯାତ୍ରା କରୁଥିଲେ ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ପାଠ ପଢାରେ ନିଶ୍ଚିତ ମନ ଲାଗିବ। କମ୍ପିଟିସନ କ୍ଷେତ୍ରରେ ଭାଗ ନେଲେ ବା ଇଣ୍ଟରଭ୍ୟୁ ନେଲେ ଆପଣ ନିଶ୍ଚିତ ଭାଗ୍ୟ ଆପଣଙ୍କୁ ସହଯୋଗ କରୁଥିବାରୁ କାର୍ଯ୍ୟ ସିଦ୍ଧି ଯୁଗ ବନେଇବ। ତେବେ ଆଜି ଧନୁରାଶି ବ୍ୟକ୍ତି ନିଶ୍ଚିତ ଆପଣ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ ସକଳ ପ୍ରକାର ଭାଗ୍ୟ ଆପଣଙ୍କୁ ସାଥ ଦେବ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ନିଜର ଦକ୍ଷତା ବଳରେ କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ବୃଦ୍ଧି କରିବ। ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକ ନିଶ୍ଚିତ କାର୍ଯ୍ୟରେ ସହଯୋଗ ମିଳିବା ସହିତ ଦୃଷ୍ଟି ଆକର୍ଷଣ କରିପାରେ। ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରାଇ ପାରନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତି ନିଶ୍ଚିତ ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ। ବନ୍ଧୁବର୍ଗଙ୍କ ସହିତ ମଧ୍ୟ ଆପଣଙ୍କର ସମ୍ପର୍କ ବଜାୟ ରହିବ। ତତ୍ସହିତ ପ୍ରେମ ଜଗତରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ ପାଇଁ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଯଦି ଆପଣ ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟ ଆପଣଙ୍କର ସିଦ୍ଧି ଯୁଗ ବନେଇ ପାରେ। ତେବେ ମକର ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ମାତ୍ରାରେ ମାନସିକ ଚିନ୍ତା ଆପଣଙ୍କୁ ଅସ୍ଥିରତା କରିପାରେ। ତେବେ ଶାରୀରିକ ଦୃଷ୍ଟିରୁ ଦେଖିଲେ ଆପଣ ନିଶ୍ଚିତ ସ୍ଥିରତା ରହିବ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣ ଧ୍ୟାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ଆପଣଙ୍କର ଧ୍ୟାନ ହଟିଲେ ସମସ୍ତ ପ୍ରକାର କାର୍ଯ୍ୟ ବାଧା ସୃଷ୍ଟି କରିବ। ରାଜନୈତିକତାରେ ବାଧା, ବ୍ୟବସାୟରେ ବାଧା, ବ୍ୟବସାୟ କ୍ଷେତ୍ରରେ ଅର୍ଥନାଶ, ଭାଗ୍ୟରେ ମଧ୍ୟ ବାଧା ଏବଂ ଶତ୍ରୁମାନେ ବିଭିନ୍ନ ପ୍ରକାର ଯୋଜନା କରି ଆପଣଙ୍କୁ ହଇରାଣ କରିପାରନ୍ତି। ତେବେ ଆଜି ବ୍ୟବସାୟ ଏବଂ ବିଶେଷ କରି ଆପଣଙ୍କର ଯେକୌଣସି କ୍ଷେତ୍ରରେ ବା ଯେକୌଣସି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ବିଫଳତା ଯୋଗ, ପୁତ୍ର ପୁତ୍ରୀଙ୍କ ସହିତ ମତଭେଦ, ପତ୍ନୀଙ୍କ ସହିତ ବୈଚାରିକ ମତଭେଦ ବା ପରିବାର ବର୍ଗ, ବନ୍ଧୁବର୍ଗ ଏବଂ ପ୍ରେମ ଜଗତରେ ଯୋଉମାନେ ଜଡିତ ଅଛନ୍ତି ଆଜି ବୈଚାରିକ ମତଭେଦ କଳହ ପ୍ରତି ଅଧିକ ଆକୃଷ୍ଟ ହୋଇପାରନ୍ତି, ଯାହା ପାଇଁ ମାନସିକ ଚିନ୍ତା ବଢିପାରେ। ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକ ଅଧିକ କାର୍ଯ୍ୟଚାପ ବଢିବ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଦୂରଯାତ୍ରା ଆଜି ନ କରିଲେ ଆପଣଙ୍କ ପାଇଁ ଭଲ ରହିବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ବାଧା ଯୁକ୍ତ ରହୁଛି।
ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ। କୌଣସି କାର୍ଯ୍ୟ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ଚାପ ବଢିବ। ବିଶେଷ କରି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ଭାଗ୍ୟ ନିମ୍ନଗାମୀ। ତେବେ ଯେକୌଣସି କାର୍ଯ୍ୟରେ ଆଜି ସହଯୋଗ ମିଳିବା ଭାରି କଷ୍ଟକର। ତେଣୁ ଧ୍ୟାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ବେପାର ବାଣିଜ୍ୟ କରୁଥିଲେ ବ୍ୟବସାୟରେ ବିଶେଷ କରି ଆଶା ଅନୁସାରେ ଲାଭ କରିପାରିବେ ନାହିଁ, ବା ବିଶେଷ କ୍ଷତି ମଧ୍ୟ ଆପଣଙ୍କୁ କରିପାରେ। ତେଣୁ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରିଲେ ଆପଣ ଲାଭ କରିପାରନ୍ତି। ତେବେ ଆଜି ଯାହାକି ମୀନ ରାଶି ବ୍ୟକ୍ତି ଆପଣଙ୍କର କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟ ସିଦ୍ଧି ଯୁଗ ନ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, କାରଣ ସ୍ୱାସ୍ଥ୍ୟ ଜନିତ ପୀଡା ଆଜି ଭୋଗ କରିବାକୁ ପଡିପାରେ। ତେବେ ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଓಂ ନମଃ ବିଷ୍ଣବେ ପ୍ରଭ ବିଷ୍ଣବେ।